ଶ୍ରୀ ଚୈତନ୍ୟ 1510 ଖ୍ରୀଷ୍ଟାବ୍ଦରେ ପୁରୀ ଆସିଥିବା ବେଳେ ଶ୍ରୀ ଜଗନ୍ନାଥ ଅଣସର ଘରେ ଥାଆନ୍ତି। ଶ୍ରୀ ଚୈତନ୍ୟଙ୍କ ମନରେ ଗଭୀର ଦୁଃଖ ଜାତ ହେଲା। ସେ କ'ଣ ଠାକୁରଙ୍କୁ ଦେଖିପାରିବେନି? ତେବେ ଭକ୍ତର ଅଧୀନତ ଈଶ୍ୱର ମହାପ୍ରଭୁ ସ୍ୱପ୍ନରେ ଜଣାଇଲେ ଯେ ମୁଁ ଅଣସର ଘରେ ଥିବାବେଳେ ସମସ୍ତେ ଅଲାରନାଥଙ୍କୁ ହିଁ ଦର୍ଶନ କରନ୍ତି। ସ୍ୱପ୍ନାଦେଶ ପାଇ ଶ୍ରୀ ଚୈତନ୍ୟ ପାଦରେ ଚାଲି ଚାଲି ଏଠାରେ ପହଞ୍ଚିଥିଲେ ଓ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ଏ ହେଉଛି ସେହି ଅଲାରନାଥଙ୍କ ପୀଠ। ମାଦଳାପାଞ୍ଜି ମତରେ ଗଙ୍ଗବଂଶୀ ରାଜା ମଦନ ମହାଦେବଙ୍କ ରାଜତ୍ୱ ସମୟରେ ପ୍ରାୟ ଦ୍ୱାଦଶ ଶତାବ୍ଦୀରେ ଏହି ମନ୍ଦିରଟି ପ୍ରତିଷ୍ଠା କରାଯାଇଥିଲା। ନିର୍ମାଣ ଦୃଷ୍ଟିରୁ ଦେଖନ୍ତୁ ମନ୍ଦିରଟିକୁ। ଗର୍ଭଗୃହ ବା ମୁଖ୍ୟ ମନ୍ଦିର ସହ ଏଠାରେ ରହିଛି ସିଂହଦ୍ୱାରର ମୁଖଶାଳା, ଜଗମୋହନ ଓ ନାଟ ମନ୍ଦିର। ମନ୍ଦିରର ଉଚ୍ଚତା ପ୍ରାୟ 60 ଫୁଟ ହେବ। ମନ୍ଦିର ଭିତରେ ସିଂହାସନ ଆରୂଢ଼ ହୋଇଛନ୍ତି ମହାପ୍ରଭୁ ଅଲାରନାଥ। ସିଂହାସନର ଉଚ୍ଚତା ପ୍ରାୟ 7 ଫୁଟ ହୋଇଥିବା ବେଳେ ମୂର୍ତ୍ତିଟିର ଉଚ୍ଚତା ପ୍ରାୟ 6 ଫୁଟ। ମୂର୍ତ୍ତିଟିରେ ମହାପ୍ରଭୁ ଅଲାରନାଥ ଚତୁର୍ଭୁଜ ନାରାୟଣ ରୂପେ ଦଣ୍ଡାୟମାନ। କାରୁକାର୍ଯ୍ୟପୂର୍ଣ୍ଣ ଅପୂର୍ବ ଶୋଭାବିମଣ୍ଡିତ ଠାକୁରଙ୍କ ମୂର୍ତ୍ତିଟି ତ୍ରିକଚ୍ଛ ବସନ ପରିହତ। ଅଙ୍ଗରେ ପଥରର ଅଳଙ୍କାର ଓ ଚତୁର୍ଭୁଜରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଶୋଭା ପାଉଛି। ଅଲାରନାଥଙ୍କ ଡାହାଣରେ ଶିବ ଓ ବାମରେ ବ୍ରହ୍ମାଙ୍କ ମୂର୍ତ୍ତି ଖୋଦିତ ହୋଇଛି। ସିଂହାସନର ମଧ୍ୟଭାଗ ଓ ନିମ୍ନରେ ରୁକ୍ମିଣୀ, ସତ୍ୟଭାମା, ଲଳିତା ଓ ବିଶାଖାଙ୍କ ଚିତ୍ର ରହିଛି। ନିମ୍ନରେ ରହିଛନ୍ତି ଗରୁଡ଼। ପାଖରେ ଅଲଗା ଭାବେ ଲକ୍ଷ୍ମୀ ଓ ସରସ୍ୱତୀଙ୍କ ବିଜେ ପ୍ରତିମା ରହିଛି। ମନ୍ଦିର ବାହାର କାନ୍ଥରେ ବରାହ, ନୃସିଂହ ଓ ବାମନଙ୍କ ମୂର୍ତ୍ତି ସ୍ଥାନ ପାଇଛି। ଶ୍ରୀ ଚୈତନ୍ୟ ଅଲାରନାଥଙ୍କ ଠାରେ ଜଗନ୍ନାଥଙ୍କୁ ଦର୍ଶନ ଲାଭ କରି ଖୁସିରେ ବିଭୋର ହୋଇ ଏକ ପଥରରେ ଗଡ଼ି ଯାଇଥିଲେ। ସେହି ସର୍ବାଙ୍ଗ ଶିଳା ଏହି ପୀଠରେ ପଡ଼ି ରହି ଏବେ ବି ଭକ୍ତ ମନରେ ଭାବାବେଗ ସୃଷ୍ଟି କରିଥାଏ। ପ୍ରତିବର୍ଷ ଜ୍ୟେଷ୍ଠ ପୂର୍ଣ୍ଣିମା ଠାରୁ ଉଭା ଅମାବାସ୍ୟା ପର୍ଯ୍ୟନ୍ତ ଲଗାତାର 14 ଦିନ ପାଇଁ ଏଠାରେ ଶ୍ରୀ ବିଗ୍ରହ ଚତୁର୍ଭୁଜ ନାରାୟଣ ରୂପେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଅଲାରନାଥ ଖୁବ୍ କ୍ଷୀରି ପ୍ରିୟ। ଏକଦା 12 ବର୍ଷର କମା ବ୍ରାହ୍ମଣ ବାଳକର ଭକ୍ତିରେ ଖୁସି ହୋଇ ତା ହାତରେ ଅର୍ପିତ ଗରମ କ୍ଷୀରିକୁ ଠାକୁର ପରମ ତୃପ୍ତିରେ ଗ୍ରହଣ କରିଥିଲେ। ଆଉ କ୍ଷୀରି ଖାଇବା ସମୟରେ ସେହି ବାଳକର ବାପା ବୃଦ୍ଧ ପୂଜାପଣ୍ଡାଙ୍କ ଦ୍ୱାରା ଧରା ପଡ଼ିଥିଲେ। ତରତରରେ କ୍ଷୀରି ଖାଉଥିବାରୁ ଠାକୁରଙ୍କ ଚକ୍ରାୟୁଧ ଥିବା ହସ୍ତଟି ଫୋଟକା ହୋଇଯାଇଥିଲା, ଯାହାକି ଠାକୁରଙ୍କ ଅଙ୍ଗରେ ଏବେ ବି ଦେଖାଯାଏ। ଆଉ ଏଠାର କ୍ଷୀରି ଭୋଗ ମଧ୍ୟ ଖୁବ୍ ପ୍ରସିଦ୍ଧ। ଶ୍ରୀକ୍ଷେତ୍ରରେ 12 ମାସରେ 13 ଜାତ ପରି ଅଲାରନାଥଙ୍କ ଠାରେ ମଧ୍ୟ ଚନ୍ଦନ ଯାତ୍ରା, ଗହ୍ମା ପୂର୍ଣ୍ଣିମା, ଲାଖବିନ୍ଧା, ଶ୍ରୀକୃଷ୍ଣ ଜନ୍ମ, ଦଶହରା, ରାଜାବେଶ, ଦାମୋଦର ବେଶ, ଲକ୍ଷ୍ମୀନାରାୟଣ ବେଶ, ପ୍ରଥମାଷ୍ଟମୀ, ଓଡ଼ଲାଗି, ପୁଷ୍ପାଭିଷେକ, ଶ୍ରୀପଞ୍ଚମୀ ଓ ଫଗୁ ଖେଳ ପ୍ରଭୃତି ଯାତ୍ରା ଓ ଉତ୍ସବ ଅନୁଷ୍ଠିତ ହୋଇଥାଏ। ପୁରାଣ କହେ ସତ୍ୟଯୁଗର ଶେଷ ଆଡ଼କୁ ସ୍ୱୟଂ ବ୍ରହ୍ମା ଏଠାକୁ ଆସି ବିଷ୍ଣୁଙ୍କର ଉପାସନା କରିଥିଲେ। ପରେ ଇନ୍ଦ୍ରଦ୍ୟୁମ୍ନଙ୍କ ସହ ଶ୍ରୀମନ୍ଦିର ପ୍ରତିଷ୍ଠା ଲାଗି ପୁରୀ ଯାଇଥିଲେ। ତେଣୁ ବ୍ରହ୍ମାଙ୍କ ନାଁରେ ଏହି ଅଞ୍ଚଳର ନାମ ବ୍ରହ୍ମଗିରି ଭାବେ ପରିଗଣିତ ହେଲା। ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ ପ୍ରାଚୀନ କାଳରେ ଦକ୍ଷିଣ ଭାରତର ଅଲାବରୀୟମାନେ ଏକଦା ଏଠାରେ ଚତୁର୍ଭୁଜ ନାରାୟଣ ବିଗ୍ରହକୁ କଳ୍ପିତ ରୂପ ଦେଇଥିଲେ। ଏହି ନାରାୟଣ ବିଗ୍ରହଙ୍କୁ ପ୍ରଥମେ ଅଲାବରନାଥ କୁହାଯାଉଥିବା ବେଳେ ଚତୁର୍ଥ ଭାନୁଦେବଙ୍କ ଶାସନ କାଳରେ ବ୍ରହ୍ମଗିରି ପାହାଡ଼କୁ ଭାଙ୍ଗି ଦିଆଯାଇ
ଶ୍ରୀ ବିଗ୍ରହଙ୍କୁ ସେଠାରୁ ଆଣି ନୂଆ ମନ୍ଦିରରେ ସ୍ଥାପନ କରାଗଲା। ଏହି ଅଲାବରନାଥଙ୍କୁ ପରବର୍ତ୍ତୀ ସମୟରେ ଅଲାରନାଥ କୁହାଗଲା। ଅଲାରନାଥଙ୍କ ମହିମା ଅପାର। ଲୋକେ ଠାକୁରଙ୍କୁ କ୍ଷୀରିଚୋର ଅଲାରନାଥ ବୋଲି କହନ୍ତି। ପ୍ରତ୍ୟହ ଦେଶର ବିଭିନ୍ନ ପ୍ରାନ୍ତରୁ ଶହ ଶହ ଭକ୍ତ ଏହି ପୀଠକୁ ଦର୍ଶନ ଉଦ୍ଦେଶ୍ୟରେ ଆସିଥାନ୍ତି। ଭକ୍ତଙ୍କ ପାଇଁ ଠାକୁର ପ୍ରତ୍ୟକ୍ଷ ଦେବତା।